ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣମାନେ ଯାହାକୁ ୱେଟ୍ କରିଥିଲେ, ସିଟି ପରୀକ୍ଷା 2024ର ନୋଟିଫିକେସନ୍ ଆପଣଙ୍କ ପାଇଁ ରିଲିଜ୍ ହେବାକୁ ଆପଣଙ୍କର ଯାଉଛି। ଠିକ୍ ଅଛି? ତ ଆଗ ଆପଣମାନେ ସିଟି ପରୀକ୍ଷା ଆପ୍ଲାଏ ତ କରିବେ, ସିଟି କୋର୍ସ କରିବେ। ତା ପୂର୍ବରୁ ଭିଡ଼ିଓକୁ ଦେଖନ୍ତୁ। ଆପଣମାନେ ଖାଲି କମେଣ୍ଟ କରିବା ପାଇଁ ଲାଗି ପଡ଼ିବେ। ଆଗ ଭଲସେ ବୁଝନ୍ତୁ, ତାପରେ ଆପଣମାନେ ସିଟି କୋର୍ସ କରିବେ ନା କରିବେନି ତା ସମ୍ପର୍କରେ ଡିସାଇଡ୍ କରିବେ। ତ ସବୁ ସାଙ୍ଗମାନଙ୍କୁ ଲାଇକ୍ ଆଉ ସେୟାର କରିକି ଜଣେଇଦେବେ ଯେ ସିଟି କୋର୍ସ ଆପଣଙ୍କର 2024 ପାଇଁ ବହୁତ ଜଲ୍ଦି ଅନଲାଇନ୍ ଆପ୍ଲାଏ ଆରମ୍ଭ ହେଇଯିବ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏହା ସମ୍ପର୍କରେ କହିବି ତା ପୂର୍ବରୁ ଦେଖନ୍ତୁ, ସିଟି ପରୀକ୍ଷାରେ ଡିସ୍କ୍ୱାଲିଫାଇ ଜମାରୁ ହେବେନି। 6550ଟି ସିଟ୍ ଅଛି। ଗତ ଥର 5000ରୁ ଅଧିକ ପିଲା ଆମର କ୍ୱାଲିଫାଇ କରିଛନ୍ତି। ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ଖାଲି ପ୍ଲାନିଂ ଭିଡ଼ିଓକୁ ଦେଖିଦେବେ। ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଖାଲି ଏଇ ଭିଡ଼ିଓକୁ ଆପଣ ଦେଖନ୍ତୁ ଆଉ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ, ଯୋଉଦ୍ୱାରା କି ସବୁ କ୍ଲାସ୍ ଆପଣମାନେ କରିପାରିବେ ଏବଂ ବାଇ ଡିଫଲ୍ଟ ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। 100% ଗ୍ୟାରେଣ୍ଟି ମୁଁ ଆପଣଙ୍କୁ ଦଉଛି। ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଆପଣଙ୍କ ପାଇଁ କ୍ଲାସ୍ ହୁଏ, କିନ୍ତୁ ଆଗ ଆପଣ এই ସିଟି ପ୍ଲାନିଂ ଭିଡ଼ିଓକୁ ଆପଣମାନେ ଆଗ ଦେଖିବେ। ତା ପୂର୍ବରୁ ଆଗ ଆପଣଙ୍କୁ ମୁଁ କହିବା ପାଇଁ ଚାହିଁବି, ଦେଖନ୍ତୁ ଆଜିର ସମ୍ବାଦ ନ୍ୟୁଜ୍ ପେପରରେ ଆପଣଙ୍କର ପବ୍ଲିଶ ହେଇଛି। ଯେମିତି ଆପଣ ଜାଣିଥିବେ, ସିଟି ପରୀକ୍ଷା ଅନଲାଇନ୍ ମୋଡରେ ଆପଣଙ୍କର ହୁଏ। ଠିକ୍ ଅଛି? ତା ପୂର୍ବରୁ ଦେଖନ୍ତୁ କହୁଛି, ଆଗ ଦେଖନ୍ତୁ ସିଟି କୋର୍ସ କଲା ପରେ ନା ସାଙ୍ଗେ ସାଙ୍ଗେ ଆପଣଙ୍କୁ ଚାକିରି ମିଳିବନି। ମନେ ରଖନ୍ତୁ, 2018ରେ ଆପଣଙ୍କର ଭେକେନ୍ସି ବାହାରିଥିଲା, 2023 5 ବର୍ଷ ପରେ ବାହାରିଲା। ତାର ପୋଷ୍ଟିଂ ଏବେ ବି ସରିନି, ପ୍ରାୟ ଏଇ ମାସ କିମ୍ବା ନେକ୍ସଟ ମାସରେ ସରିଯିବ। ତ କେବେ ଭାବିବେନି ଯେ ସିଟି କୋର୍ସ କଲା ପରେ ସାଙ୍ଗେ ସାଙ୍ଗେ ଚାକିରି ମିଳିଯିବ। କିନ୍ତୁ ହଁ, ଆପଣଙ୍କୁ ଚାକିରି ମିଳିବ, ସାଙ୍ଗେ ସାଙ୍ଗେ ନ ମିଳିଲେ ବି ଚାକିରି ମିଳିବ, ଏତିକି ମନେ ରଖନ୍ତୁ। କିନ୍ତୁ ମୁଁ ଆପଣଙ୍କୁ ସର୍ବଦା କହିବା ପାଇଁ ଚାହିଁବି, ଯଦି ଆପଣମାନେ +3 ପାସ୍ କରିଛନ୍ତି ନା, ଦେନ୍ ଆପଣମାନେ ବିଏଡ୍ କରନ୍ତୁ। କ'ଣ ବେନିଫିଟ୍ ହେବ? ବିଏଡ୍ କଲା ପରେ ଆପଣମାନେ ଆପାର ପ୍ରାଇମେରୀ ଟିଚର ହେଇପାରିବେ, ହାଇସ୍କୁଲ ଆପଣମାନେ ଟିଚର ହେଇପାରିବେ, ଲେକ୍ଚରର ଆପଣଙ୍କର ହେଇପାରିବେ, ତା ସହିତ ଆପଣଙ୍କର OES ଅଫିସର ହେଇପାରିବେ, ସବୁ ଜିନିଷ। କିନ୍ତୁ ସିଟି କୋର୍ସ କଲା ପରେ ନା ଆପଣ କେବଳ ଆଉ କେବଳ ପ୍ରାଇମେରୀ ଟିଚର ହେଇପାରିବେ କିମ୍ବା ଆପାର ପ୍ରାଇମେରୀ ଟିଚର ଆପଣଙ୍କର ହେଇପାରିବେ। ପ୍ରାଇମେରୀ ଟିଚର କୋଉମାନେ ହେବେ? ଯଦି ଯୋଉମାନେ +2 ପରେ ଆପଣଙ୍କର ସିଟି କରିଥିବେ। ଆଉ ଆପାର ପ୍ରାଇମେରୀ ଟିଚର ଆପଣଙ୍କର କୋଉମାନେ ହେଇପାରିବେ? ଯୋଉମାନେ +3 ପରେ ଆପଣଙ୍କର ସିଟି କରିଥିବେ। ଠିକ୍ ଅଛି? ହେଲା, ବୁଝା ପଡୁଛି? ତେଣୁକରି ଆଉ ୟାର ଗୋଟେ ଆଡଭାଣ୍ଟେଜ କ'ଣ ଅଛି ଦେଖନ୍ତୁ, ଯୋଉମାନେ +3 ସହିତ ଆପଣଙ୍କର ସିଟି କରିଥିବେ ନା, ସେମାନେ ଡାଇରେକ୍ଟଲି ଇଗ୍ନୁ ବିଏଡ୍ କରିପାରିବେ। ଇଗ୍ନୁ ବିଏଡ୍ ମନେ ରଖନ୍ତୁ, ଡିଷ୍ଟାନ୍ସ ବିଏଡ୍ ଆପଣଙ୍କର ଅଛି ଇଗ୍ନୁ ବିଏଡ୍। ଏଇଟା ଖାଲି +3 ପ୍ଲସ୍ ସିଟି ପିଲାଙ୍କ ପାଇଁ ଅଟେ। ବୁଝା ପଡୁଛି ନା? ଯୋଉମାନେ +3 ସହିତ ସିଟି କରିଥିବେ ସେଇମାନେ ହିଁ ଇଗ୍ନୁ ବିଏଡ୍ କରିପାରିବେ। ଆଉ +3 ପ୍ଲସ୍ ସିଟି ପିଲାମାନେ ଆପଣଙ୍କ ଡାଇରେକ୍ଟଲି ଏମ୍ଏଡ୍ ମଧ୍ୟ କରିପାରିବେ। ତ ୟାର କିଛି ଆଡଭାଣ୍ଟେଜ ଅଛି, ଡିସଆଡଭାଣ୍ଟେଜ ମଧ୍ୟ ଅଛି। ସିଟି ପରେ ଆପଣମାନେ ଚାକିରି ସାଙ୍ଗେ ସାଙ୍ଗେ ପାଇବେନି, ୱେଟ୍ କରିବା ପାଇଁ ପଡ଼ିବ। ସିଟି ପରେ ଆପଣ ଖାଲି ପ୍ରାଇମେରୀ ଟିଚର ହେଇପାରିବେ। +2 ପରେ ସିଟି କରିଥିଲେ, +3 ପରେ ସିଟି କଲେ ଆପଣ ଆପାର ପ୍ରାଇମେରୀ ଟିଚର ହେଇପାରିବେ। ଇଗ୍ନୁ ବିଏଡ୍ ଆପଣମାନେ କରିପାରିବେ, ଏମ୍ଏଡ୍ କରିପାରିବେ। କିନ୍ତୁ +3 ପରେ ଯଦି ଆପଣ ବିଏଡ୍ କରିଦେବେ ନା, ଆପଣଙ୍କର ଡାଇରେକ୍ଟଲି ଆପାର ପ୍ରାଇମେରୀ ଟିଚର, ହାଇସ୍କୁଲ ଟିଚର, ଲେକ୍ଚରର, OS ଆପଣ ହେଇପାରିବେ। ଏବେ ଆପଣଙ୍କର ଇଚ୍ଛା, ଆପଣ କ'ଣ ହେବା ପାଇଁ ଚାହୁଁଛନ୍ତି। ମୋର କର୍ତ୍ତବ୍ୟ କେବଳ ଆପଣଙ୍କୁ ଗାଇଡ୍ କରିଦେବା। ଆପଣଙ୍କର ଇଚ୍ଛା, ଆପଣ ଯାହା କରିବା ପାଇଁ ଚାହିଁବେ କରିପାରିବେ। ତ ଦେଖନ୍ତୁ, ଅନଲାଇନ୍ ଆପ୍ଲାଏ ପାଇଁ ଆପଣଙ୍କର ମାନେ ଟେଣ୍ଡର, ଜଣକୁ ଟେଣ୍ଡର ଦିଆଯିବ ନା, ଯିଏ ଅନଲାଇନ୍ ପରୀକ୍ଷା କରିବ। ତ ଟେଣ୍ଡର ଆପଣଙ୍କର ସେମାନେ ଡାକିଛନ୍ତି 29 ଜୁନ୍ ସୁଦ୍ଧା ଟେଣ୍ଡର। ତ ଆପଣ କହିବେ ସାର୍ ଅନଲାଇନ୍ ଆପ୍ଲାଏ କେବେ ହବ? ତ ଡିପେଣ୍ଡ କରେ, ଅନଲାଇନ୍ ଆପ୍ଲାଏ ମେ ବି 29 ତାରିଖ ପୂର୍ବରୁ ଆପଣଙ୍କର ଅନଲାଇନ୍ ଆପ୍ଲାଏ ଆରମ୍ଭ ହେଇଯିବ, ନହେଲେ 29 ତାରିଖ ପରେ ଆପଣଙ୍କର ଅନଲାଇନ୍ ଆପ୍ଲାଏ ଆରମ୍ଭ ହବ। ଆଉ ଯେବେ ବି ଅନଲାଇନ୍ ଆପ୍ଲାଏ ହବ ନା, ଆପଣଙ୍କୁ କେବଳ 30 ଦିନ ଖଣ୍ଡେ ଟାଇମ୍ ଦିଆଯିବ କିମ୍ବା ତାଠୁ କମ୍, 10 ଦିନ କେବଳ ଅନଲାଇନ୍ ଆପ୍ଲାଏର ଟାଇମ୍ ଦିଆଯିବ। ତାପରେ 20 ଦିନ ପରେ କିମ୍ବା 30 ଦିନ ପରେ ଆପଣଙ୍କର ପରୀକ୍ଷା ହେଇଯିବ। ଠିକ୍ ଅଛି? ଆପଣମାନେ ସୁନିଶ୍ଚିତ କ୍ୱାଲିଫାଇ କରିପାରିବେ। କେବଳ ଏଇ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍।
एवं सिटी कोर्स को माने करि परिबे जो माने +2 आपणकर फाइनल ईयर परीक्षा देइछंती किबा +2 आपणकर पास करिछंती आ +2 रे मिनिमम 50% मार्क अच्छी आपणकर जनरल पिलांकर एसटी एससी एससी बीसी दिव्यांग पिलांकर 45% मार्क अच्छी 10th रे किछि भी थाउ नो प्रॉब्लम +2 रे आपणकर एतकी परसेंटेज दरकार जदि आपणकर +2 रे परसेंटेज नाही ना देन आपण माने सिटी कोर्स करंतुनी आपणकु चाकरी मिलिबोनी जेमिति बीएड पई +3 रे परसेंटेज दरकार सेमिति सिटी पई +2 रे परसेंटेज दरकार यदि +2 रे परसेंटेज नाही देन आपण माने सिटी कोर्स करंतु नाही ठीक अछि चलिबो सीट बहुत अछि 6000 आपणकर 550 गोटी आपणकर सीट आपणकर रहिछि 6550 6000 आपणकर 550 गोटी आपणकर सीट आपणक पई रहिछि देखंतु जी माने पकेइले माने पाई जिबा आखि बुझी खाली क्लास करंतु खाली प्लानिंग वीडियो देखंतु सबु क्लास करंतु आखि बुझी कि आपण माने क्वालिफाई करिवे 6550 टी ठीक अछि आउ केमिति अप्लाई करिवे कोन करिवे ता संपर्क करे तुम वीडियो बनै देबी केते खर्च हुए प्रथम वर्ष खर्च होबो 2800 टंका सेकेंड वर्ष खर्च होबो 2486 टंका पुनी स्टाइपेंड वगैरह सब जिंस आपनकर मिली थाए तो सबु सांग माननकु लाइक आउ शेयर करके जणाई दियंतु जो द्वारा कि समस्त आपनकर जानि पारिबे आउ जेमिति मु कहिली आगो जिंसटा को बुझंतु न बुझले असुविधा सेति पई इंटीग्रेटेड बीएड आपनकु अप्लाई करिया पई कहउतिली तार ऑनलाइन अप्लाई वर्तमान सरी गलानी एबे तो इंटीग्रेटेड बीएड अप्लाई हो किछि नै एबे खाली आपनको पाखरे सिटी ऑप्शन अछि बीएड रो मध्ये आपनकर अप्लाई सरी गलानी ठीक अछि चलिबो आउ हमरो जेतेबेले भी आपण एप्लीकेशन रे सिटी बीएड रो सब्सक्रिप्शन आपण नेबे ना सिटी बीएड रो सब्सक्रिप्शन नेला परे एप्लीकेशन को ऑन करिवे देन स्टार्ट लर्निंग ऊपर क्लिक करिवे स्टार्ट लर्निंग ठीक अछि देन कंटेंट को आपण जिवे कंटेंट कंटेंट रे देखिबे सबु जिंस गुडा पूरा सिस्टमैटिकली ऑर्डर रे आपण को रहिछि या ऊपर आपण क्लिक करिवे जेमति क्लिक करिवे देखंतु या ऊपर क्लिक कले एबे सिटी रो आगो आपण माने प्लानिंग वीडियो को देखिबे देखला पर देखंतु मॉक टेस्ट सिटी रो मॉक टेस्ट पाखा पाखी 200 टी फुल मॉक टेस्ट अछि बीएड रो भी सेई भलिया 200 रु अधिक फुल मॉक टेस्ट माने भरी भरी की 1 लाख रु अधिक मॉक टेस्ट अछि ता सहित सिटी रो आपणकर सबु जेतकी भी आपणकर प्रीवियस या सिटी रो सबु आपणकर रीजनिंग पीवाईक्यू आपणकर टीचिंग एप्टीट्यूड थ्योरी पीवाईक्यू आपणकर ता सहित आपणकर ए टू जेड सबु जिंस सिटी रो मैथमेटिक्स थ्योरी सिटी रो मैथमेटिक्स आपणकर सबु यूआर रो पीवाईक्यू सबु जिंस आपणक पई पूरा सिस्टमैटिकली ऑर्डर रे अवेलेबल रहिछि ठीक अछि थैंक यू जय जगन्नाथ धन्यवाद थैंक यू सबु सांग मानकु शेयर करके जणाई दियंतु थैंक यू जय जगन्नाथ आगो भल से बुझंतु बुझला परे ही आपण माने अप्लाई करिवे थैंक यू।